हेलो। हाँ जी, तो वॉइस आसुଛି ଆପଣମାନଙ୍କୁ ସମସ୍ତଙ୍କୁ। ଠିକ୍ ଅଛି ତ नो ପ୍ରୋବ୍ଲେମ୍। ମୁଁ ନା ଆଜି ଆପଣଙ୍କୁ ଅଣ୍ଡରଷ୍ଟାଣ୍ଡ କରିବି ଯେମିତିକି ଜବ୍ ଭର୍ସେସ୍ ବିଜନେସ୍। ଓକେ, ତ ମ୍ୟାଡ଼ାମ୍ ଦେଖନ୍ତୁ, ଯଦି କହିବି ଆଇଦର ସାର୍ ଦେଖନ୍ତୁ ଯଦି କହିବି ଆମେ ନା କ୍ୟାରିୟର୍ ବନେଇବା ପାଇଁ ନା ଆମ ପାଖରେ ଦୁଇଟା ରାସ୍ତା ଅଛି। ଦେଖନ୍ତୁ, ଯଦି କହିବେ ଫାର୍ଷ୍ଟ ଅଫ୍ ଅଲ୍ ଆମେ ଜବ୍ ବି କରିପାରିବା, ନହେଲେ ବିଜନେସ୍ କରିପାରିବା। ଓକେ, ତ ଆମେ ମାର୍କେଟ ଫିଲ୍ଡରେ ଦେଖାଯାଏ ଆଇଦର ଛୁଆ କ'ଣ କରୁଛି, ଜବ୍ କରୁଛି ନା ବିଜନେସ୍ କରୁଛି। ଯଦି କହିବି ବହୁତ ସାରା ଲୋକମାନଙ୍କର ଡ୍ରିମ୍ ଥାଏ କି ଆଜି ଗଭର୍ଣ୍ଣମେଣ୍ଟ ଜବ୍ ପାଇଁ, ମୁଁ ଆପଣଙ୍କୁ ଗଭର୍ଣ୍ଣମେଣ୍ଟ ଜବ୍ ଧରିବା। ଆଇଦର କିଛି ଛୁଆଙ୍କର ନା ବିଜନେସ୍ କରିବା ପାଇଁ ଦୁଇଟା ରାସ୍ତା ଅଛି, ଗୋଟେ ସେଲ୍ଫ ବିଜନେସ୍ ଆଉ ଗୋଟେ ହେଉଛି କ'ଣ ବଡ଼ ବଡ଼ ବ୍ରାଣ୍ଡ ବିଜନେସ୍। ଓକେ, ତ ଯଦି କହିବି ଆମ ଦେଶ ତ ମ୍ୟାଡ଼ାମ୍ ଫ୍ରିଡ଼ମ୍ ପାଇଛି, ଆମେମାନେ ଫ୍ରିଡ଼ମ୍ ପାଇଛନ୍ତି, ଆମ ଇଣ୍ଡିଆ ଫ୍ରିଡ଼ମ୍ ପାଇଛି, ଆମେମାନେ ଫ୍ରିଡ଼ମ୍ ପାଇଛନ୍ତି, ଆମେମାନେ ଫ୍ରିଡ଼ମ୍ ପାଇଛନ୍ତି। ଆପଣଙ୍କର ଆନ୍ସର୍ ଆସିବ ନା, ହଁ କି ନାହିଁ? ଫ୍ରିଡ଼ମ୍ ଆମେମାନେ ପାଇନାହାନ୍ତି। ମ୍ୟାଡ଼ାମ୍ କହିବି ଫ୍ରିଡ଼ମ୍ ପାଇବା ପାଇଁ ହେଲେ ଆମକୁ କ'ଣ କରିବା ପାଇଁ ପଡ଼ିବ? ଆମ ପାଖରେ ଯଦି ପାଞ୍ଚଟା ଜିନିଷରେ ଫ୍ରିଡ଼ମ୍ ରହିବା, ଆମ ପାଖରେ ଫ୍ରିଡ଼ମ୍ ଅଛି, ଆମେ ଯାକ କରିବା। ମ୍ୟାଡ଼ାମ୍ ମନି, ସମସ୍ତେ ଚାହାନ୍ତି ନା ପଇସାର ଫ୍ରିଡ଼ମ୍ ପାଇବା ପାଇଁ। ତାପରେ ଟାଇମ୍ ଫ୍ରିଡ଼ମ୍, ସମସ୍ତେ ଚାହାନ୍ତି ନା ଟାଇମ୍ ପାଖରେ ତାଙ୍କ ପାଖରେ ସଫିସିଏଣ୍ଟ ଟାଇମ୍ ରହୁ। ଲାଇଫଷ୍ଟାଇଲ୍, ସମସ୍ତେ ଚାହାନ୍ତି ନା ତାଙ୍କ ପାଖରେ ଲାଇଫଷ୍ଟାଇଲ୍ ରହୁ। ସିକ୍ୟୁରିଟି, ମୁଁ ଯେଉଁଟା କରୁଛି ମୋ ପରମାନେଣ୍ଟ ହେଇଯାଉ, ସମସ୍ତେ ଚାହାନ୍ତି ନା ଚାହାନ୍ତିନି। ପିସ୍ ଅଫ୍ ମାଇଣ୍ଡ, ମନର ଶାନ୍ତି। ତ ମ୍ୟାଡ଼ାମ୍ ମୋତେ କହିବେ ଏଇ ପାଞ୍ଚଟା ଜିନିଷ ଯଦି ଆପଣଙ୍କ ପାଖରେ ରହୁଛି, ତାହେଲେ ଆପଣ ଜାଣିବେ ଆପଣ କ'ଣ ଅଛି, ଆପଣଙ୍କ ପାଖରେ କ'ଣ ଅଛି, ଫ୍ରିଡ଼ମ୍ ଅଛି। ଓକେ, ତ ମ୍ୟାଡ଼ାମ୍ ମୁଁ ଆପଣଙ୍କୁ ସେଇ ପାଞ୍ଚଟା ଜିନିଷ କେଉଁ କାଟାଗୋରୀରେ ରହିଲେ ଆମକୁ ମିଳିପାରିବ, ମୁଁ ଆପଣଙ୍କୁ ସେଇଟା ଦେଖାଉଛି। ତ ଆପଣ ମୋତେ କହିବେ ଏଟ୍ ଦି ଏଣ୍ଡରେ ଆପଣ କ'ଣ କରିବା ଦରକାର। ଓକେ, ତ ସେକେଣ୍ଡ କଥା ଫାର୍ଷ୍ଟ କଥା କହିବି, ଯଦି କହିବି ମନିର ଫ୍ରିଡ଼ମ୍। ଆଜି ଆପଣ ଦେଖନ୍ତୁ ଜବ୍ କରୁଛନ୍ତି। ଓକେ, ଜବ୍ କରୁଛନ୍ତି ମ୍ୟାଡ଼ାମ୍, ଜବ୍ରେ ଆଜି ଦେଖନ୍ତୁ ଡ୍ରିମ୍ ଜବ୍ କ'ଣ ଥିଲା, ଟିଚରସିପ୍। ଟିଚରସିପ୍ କଥା ଦେଖିବା କ'ଣ, ଟିଚର୍ ପାଖରେ ମ୍ୟାଡ଼ାମ୍ ଯଦି କହିବି ଆରାମ ଷ୍ଟାର୍ଟିଂ ମ୍ୟାଡ଼ାମ୍ ଯଦି କହିବି 15,000ରୁ ଆଜି ତାଙ୍କ 40,000 45,000 ଭିତରେ ରହୁଛି। ଓକେ, ଆମେ ଆଭରେଜ୍ ଧରିବା, ଆପଣ କ'ଣ କରୁଛନ୍ତି 30,000ଟା ଇନକମ୍ କରୁଛନ୍ତି କିମ୍ବା 40,000ଟା ଆପଣ ଇନକମ୍ କରୁଛନ୍ତି। ଓକେ, ତ ଗୋଟେ ଦେଖିବା ଫ୍ରିଡ଼ମ୍। ଆଜି ମୋତେ କହିବେ ଯଦି ଆପଣ ଜବ୍ରେ ମ୍ୟାଡ଼ାମ୍ ମନି ଅଛି, ଆପଣ କହିବେ ବିଏସ୍ ସାର୍ କି 30,000 40,000ଟା ସାର୍ ଇନକମ୍ ମିଳୁଛି, ବଡ଼ ମନିର ଫ୍ରିଡ଼ମ୍ ଅଛି ମ୍ୟାଡ଼ାମ୍? ମନିର ଫ୍ରିଡ଼ମ୍ ଅଛି? ମନିର ଫ୍ରିଡ଼ମ୍ ନାହିଁ। କାହିଁକିନା ଫ୍ରିଡ଼ମ୍ ମ୍ୟାଡ଼ାମ୍ ସେତେବେଳେ କହିବା ଗୋଟେ ଜିନିଷ କିଣିବା ପୂର୍ବରୁ ଯେମିତି 10 ଥର ଭାବିବା ପାଇଁ ପଡ଼ିନଥିବ। କାହିଁକିନା ଏଥିରେ କ'ଣ ମ୍ୟାଡ଼ାମ୍ ରହୁଛି, ଫିକ୍ସଡ୍ ଇନକମ୍। କ'ଣ ଅଛି? ଫିକ୍ସଡ୍ ବା ଲିମିଟେଡ଼୍ ଇନକମ୍। ଗୋଟେ ଲିମିଟ୍ରେ ମ୍ୟାଡ଼ାମ୍ ଆପଣ 40,000 ଟଙ୍କା ଆସିଛି ମାନେ 40,000 ଟଙ୍କା ଆସିଛି। ଆପଣ ସେ ଗୋଟେ ମାସ କିମ୍ବା ଆଗକୁ ଯଦି କିଛି କରିବା ପାଇଁ ଥିବ, କିଛି ପୂଜା ପର୍ବ, ଆପଣ ସେଇ 40,000 ଟଙ୍କା ରଖିବାର ଅଛି। ଜବ୍ରେ ମ୍ୟାଡ଼ାମ୍ ବହୁତ ସାରା ଲୋକଙ୍କୁ ପଚାରିବେ କି ମତଲବ ଯେଉଁମାନେ ଜବ୍ କରୁଛନ୍ତି ଟିଚରସିପ୍, ତାଙ୍କୁ ପଚାରିବେ ସେ ଆଜି କ'ଣ କହିବେ କି ସାର୍ ଜବ୍ରେ ନା ମନି ଅଛି, ବଟ୍ ମନିରେ ଫ୍ରିଡ଼ମ୍ ନାହିଁ। ଆପଣ ଥରେ କମ୍ପେୟାର କରନ୍ତୁ, ଆପଣ ଯେତେ ଚାହୁଁଥିବେ ଜବ୍ରେ ସେତେ କମେଇ ପାରିବେ ନା, କାହିଁକିନା ଜବ୍ରେ ଫ୍ରିଡ଼ମ୍ ନାହିଁ। ଆଜି ଦେଖନ୍ତୁ ଗୋଟେ ସେଲ୍ଫ ଏମ୍ପ୍ଲୟ, ତା କଥା ଦେଖିବା ମନି। ଆଜି ମ୍ୟାଡ଼ାମ୍ ତା ପାଖରେ ମନି ଅଛି, ଆଉ ତା ପାଖରେ ମନିର ଫ୍ରିଡ଼ମ୍। ଆଜି ମ୍ୟାଡ଼ାମ୍ ତା ପାଖରେ ମନି ଅଛି, ଯେଉଁ 15,000 20,000 ଟଙ୍କା ଇନକମ୍ କରୁଛେ, ବଟ୍ ମନିର ଫ୍ରିଡ଼ମ୍ ଅଛି? ମନିର ଫ୍ରିଡ଼ମ୍ ନାହିଁ। କ'ଣ ପାଇଁ ମ୍ୟାଡ଼ାମ୍? କମ୍ପିଟିସନ୍, ମାର୍କେଟ୍ ହେଉଛି, କଷ୍ଟମରଟା କ'ଣ ହେଉଛନ୍ତି ମ୍ୟାଡ଼ାମ୍, ଡିଭାଇଡ଼ ହେଉଛନ୍ତି। ଜାଣିପାରିଲେ ନା ଜାଣିପାରିଲେନି? ମନିର ଫ୍ରିଡ଼ମ୍ ଅଛି ମ୍ୟାଡ଼ାମ୍, ବହୁତ ରେୟାର କେସ୍ ମନିର ଫ୍ରିଡ଼ମ୍ ହେଇପାରେ ବି ନ ବି ହେଇପାରେ। ଆଜି ଦେଖନ୍ତୁ ଗୋଟେ ବିଜନେସମ୍ୟାନ୍, ଆଜି ଦେଖନ୍ତୁ ଆଜି ପୁମା କମ୍ପାନୀର ଅନର୍, ତା ପାଖରେ ମ୍ୟାଡ଼ାମ୍ ମନି ଅଛି, ଆଉ ତା ପାଖରେ ମନିର ଫ୍ରିଡ଼ମ୍। ଆପଣ କହିବେ ସାର୍ ମନି ଅଛି, ଆଜି ଲାଖରେ ଇନକମ୍ କରୁଛି, ମନିର ଫ୍ରିଡ଼ମ୍ ଅଛି ମ୍ୟାଡ଼ାମ୍? ନିହାତି ଭାବରେ ମନିର ଫ୍ରିଡ଼ମ୍ ଅଛି। କ'ଣ ପାଇଁ? ଆଜି ଯଦି ଚାହୁଁଛି ସେଇଟା ସେ କରିପାରୁଛି ନା କରିପାରୁନି? କରିପାରୁଛି। ଯଦି ତାର ଯଦି ଏ ମାସରେ କିଛି ପଇସା ଖର୍ଚ୍ଚ କଲା, ସେ ଜାଣୁଛି କ'ଣ ତା ନେକ୍ସଟ ମାସରେ ଉଠେଇ ପାରୁଛି ନା ଉଠେଇ ପାରୁନି? ଏଥିରେ ମ୍ୟାଡ଼ାମ୍ କ'ଣ ଅଛି ନା ଅନଲିମିଟେଡ଼ ଇନକମ୍। କ'ଣ ମ୍ୟାଡ଼ାମ୍? ଅନଲିମିଟେଡ଼ ଇନକମ୍, ଯେତେ ଚାହିଁବେ ସେତେ ଇନକମ୍ କରିପାରିବେ। ଓକେ, ତାପରେ ଦେଖିବା ମ୍ୟାଡ଼ାମ୍ ଟାଇମ୍ ଫ୍ରିଡ଼ମ୍। ସେକେଣ୍ଡ ପଏଣ୍ଟ କ'ଣ ମ୍ୟାଡ଼ାମ୍? ଟାଇମ୍। ମ୍ୟାଡ଼ାମ୍ ଯେତେ ବି ଜଣ ଲୋକ ଦେଖନ୍ତୁ, ସମସ୍ତେ ଚାହାନ୍ତି କି କିଛି ସମୟ ଟିକେ ତା ପାଖରେ ରହୁ, କିଛି ତା'ର ଫ୍ରି ଟାଇମ୍ ରହୁ, ସେ କିଛି ଇନକମ୍ କରିପାରିବ, ମତଲବ ତା ଫ୍ୟାମିଲିକି ଟାଇମ୍ ଦେବା ପାଇଁ। ମୋତେ କହିବେ ଆଜି ଜଣେ ଜବ୍ ଯାଉଛି ମ୍ୟାଡ଼ାମ୍ 9 to 5 ଜବ୍, ଜାଣିଛନ୍ତି ନା ଜାଣିନାହାନ୍ତି? ତା ପାଖରେ ଯେଉଁ ଆଉ କେତେ ଘଣ୍ଟା, ଏଠି 8 ଘଣ୍ଟା ଗଲା ପରେ ଆଉ ରହିଲା କେତେ ଘଣ୍ଟା, 24 16 ଘଣ୍ଟା। 16 ଘଣ୍ଟା ମ୍ୟାଡ଼ାମ୍ ଦେଖନ୍ତୁ, ଯଦି କହିବି ସେ ଖାଇବା ପିଇବା ଯାହା ବି ରହୁଛି, ହଁ କି ନାହିଁ, ସବୁ ମ୍ୟାଡ଼ାମ୍ ସେ ମେଣ୍ଟେନାନ୍ସ କରିଦେଉଛି, ହଁ କି ନାହିଁ? ଆଉ ଯାହା ବି ରହୁଛି ଦେଖନ୍ତୁ, ଆଜି ଜଣେ ଲୋକ ଆଜି 9ଟାରେ ଆଜି ଦେଖନ୍ତୁ ଆପଣ ଷ୍ଟଡ଼ି କରୁଛନ୍ତି, ଏଇନା ସିଙ୍ଗିଲ୍ ଅଛନ୍ତି, କିଛି ଜବ୍ କରନ୍ତି, 8ଟା ବେଳେ ଉଠୁଛନ୍ତି, ଯେତେବେଳେ ଜବ୍କୁ ଯିବେ ଅବଭିୟସ୍ଲି ଆପଣ 6ଟା ବେଳେ ଉଠିବେ ନା ଉଠିବେନି? ଅଛି ରହିଲା ଜବ୍ ଟାଇମ୍ ଫ୍ରିଡ଼ମ୍। ଜବ୍ରେ ମ୍ୟାଡ଼ାମ୍ କ'ଣ ନାହିଁ, ଟାଇମ୍ ଫ୍ରିଡ଼ମ୍। ଯଦି ଲେଟ୍ ହେଇଯିବ ନା ଆପଣଙ୍କୁ ହେଡ଼ମାଷ୍ଟର ଗାଳି ଦେବେ। ତ ଦେଖନ୍ତୁ ସେଭଳିଆ ଗୋଟେ ଦୋକାନୀଟେ, ତା ପାଖରେ ଟାଇମ୍ ଫ୍ରିଡ଼ମ୍ ଅଛି ମ୍ୟାଡ଼ାମ୍? କାହିଁକିନା ଆପଣ ଜାଣିଛନ୍ତି ସଟର୍ ଖୋଲିଲେ ବେପାର, ସଟର୍ ବନ୍ଦ କଲେ ବେପାର ନାହିଁ। ଜଣେ ଲୋକ କ'ଣ ଚାହିଁବ ମ୍ୟାଡ଼ାମ୍, ସଟର୍ ଖୋଲିବା ପାଇଁ, ତ ସଟର୍ ଖୋଲିଲେ ତା ପାଖରେ ଟାଇମ୍ ଫ୍ରିଡ଼ମ୍ ଅଛି ମ୍ୟାଡ଼ାମ୍?
ତା ପାଖରେ କ'ଣ ନାହିଁ, ଟାଇମ୍ ଫ୍ରିଡ଼ମ୍ ନାହିଁ। ଆଜି ଗୋଟେ ଦୋକାନ ଦେଖନ୍ତୁ, ସକାଳୁ 6ଟା ବେଳେ ଯାଉଛନ୍ତି, ରାତି 11ଟା 12ଟା ପର୍ଯ୍ୟନ୍ତ ଯାଉଛନ୍ତି। ଫ୍ୟାମିଲିକୁ ଟାଇମ୍ ଅଛି ଯେ ମ୍ୟାଡ଼ାମ୍ ଦେବା ପାଇଁ? ଆପଣଙ୍କର ଆନ୍ସର୍ ଆସିବ ନା। ତାପରେ ଦେଖିବା ମ୍ୟାଡ଼ାମ୍ ଗୋଟେ ଦୋକାନୀ ଶୁଣିଛନ୍ତି ମ୍ୟାଡ଼ାମ୍ ପୁମା କମ୍ପାନୀରେ ଅନର୍ କାମ କରିବାର, ତା ପାଖରେ ଟାଇମ୍ ଫ୍ରିଡ଼ମ୍ ଅଛି, ତାର ଏମ୍ପ୍ଲୟ ମାନେ କାମ କରୁଛନ୍ତି, ସେ ଆଜି ତା ଫ୍ୟାମିଲିକୁ ଟାଇମ୍ ଦେଇପାରୁଛି ନା ଦେଇପାରୁନି? ଆଜ୍ଞା ମ୍ୟାଡ଼ାମ୍ ଦେଇପାରୁଛି, ତ ଟାଇମ୍ ଫ୍ରିଡ଼ମ୍ ଅଛି ମ୍ୟାଡ଼ାମ୍। ତାପରେ ମ୍ୟାଡ଼ାମ୍ ଲାଷ୍ଟ ପଏଣ୍ଟ କରିଦେବା, ଥାର୍ଡ଼ ପଏଣ୍ଟ କରିଦେବା ମ୍ୟାଡ଼ାମ୍ ଲାଇଫ୍ ଷ୍ଟାଇଲ୍। ଆଜି ଦେଖନ୍ତୁ ଲାଇଫ୍ ଷ୍ଟାଇଲ୍ କ'ଣ ଯେଉଁଟା ଆପଣ ଚାହୁଁଥିବେ, ଆଜି ଘରେ ଦେଖ ଜାଗା ବୁଲିବା, ଲକ୍ଜରିୟସ୍ ଲାଇଫ୍ ଷ୍ଟାଇଲ୍ ମେଣ୍ଟେନାନ୍ସ କରିବା, ବାବା ମାଆଙ୍କୁ ଗୋଟେ ଯେଉଁଟା ଡ୍ରିମ୍ ଦେଖିଥିବା ପୂରଣ କରିପାରିବା। ଆଜି ଦେଖନ୍ତୁ ଗୋଟେ ଜଣେ ଜବ୍ କରୁଛି ମ୍ୟାଡ଼ାମ୍, ତା ପାଖରେ ପଇସାର ଫ୍ରିଡ଼ମ୍ ନାହିଁ, ହଁ କି ନାହିଁ, ଟାଇମ୍ର ନାହିଁ, ତା ପାଖରେ ଲାଇଫ୍ ଷ୍ଟାଇଲ୍ ହେଇପାରିବ? ଲାଇଫ୍ ଷ୍ଟାଇଲ୍ ହେଇପାରିବ ମ୍ୟାଡ଼ାମ୍, ବହୁତ ରେୟାର୍। କ'ଣ ମ୍ୟାଡ଼ାମ୍? ବହୁତ ରେୟାର୍। ଆଜି କିଛି ଲୋକ ଅଛନ୍ତି ମ୍ୟାଡ଼ାମ୍, ପଇସା ଥିଲେ ଟାଇମ୍ ନଥିବ, ସେ କିଛି ଲାଭ ନାହିଁ, ହଁ କି ନାହିଁ? କାହିଁକିନା କେଉଁଠି ମ୍ୟାନେଜ୍ କରିବ, କାରଣ ପଇସା ରାଇକି ବି ଆଜି ତା ପାଖରେ ଟାଇମ୍ ନାହିଁ, କରିପାରିବ କି ମ୍ୟାଡ଼ାମ୍ ଲାଇଫ୍ ଷ୍ଟାଇଲ୍? ଦୁଇଟା ଜିନିଷ ଦରକାର ନା, ପଇସା ଆଉ ଟାଇମ୍ ଦରକାର ନା ଲାଇଫ୍ ଷ୍ଟାଇଲ୍କୁ ଏନ୍ଜୟ କରିବା ପାଇଁ ହେଲେ। ଅଛି ମ୍ୟାଡ଼ାମ୍ ଲାଇଫ୍ ଷ୍ଟାଇଲ୍? ଲାଇଫ୍ ଷ୍ଟାଇଲ୍ ନାହିଁ। ତାପରେ ଆଜି ଦେଖନ୍ତୁ ଟାଇମ୍ ଫ୍ରିଡ଼ମ୍ କରି ଦେଖିବ, ଏଥିରେ ଲାଇଫ୍ ଷ୍ଟାଇଲ୍। ଆଜି ଦେଖନ୍ତୁ ଗୋଟେ ଦୋକାନ କରିଛନ୍ତି ଆପଣ, ଆପଣଙ୍କର ପଇସା ସଫିସିଏଣ୍ଟ ନାହିଁ, ଟାଇମ୍ ନାହିଁ, ଲାଇଫ୍ ଷ୍ଟାଇଲ୍ ହେଇପାରିବ ମ୍ୟାଡ଼ାମ୍? ଲାଇଫ୍ ଷ୍ଟାଇଲ୍ ହେଇପାରିବନି। ତ ଆଜି ଦେଖନ୍ତୁ ଲାଇଫ୍ ଷ୍ଟାଇଲ୍ ଦେଖିବା ଗୋଟେ ବିଜନେସ୍ ମ୍ୟାନ୍ରେ, ଆଜି ଦେଖନ୍ତୁ ଲାଖରେ ଇନକମ୍ କରୁଛି ମ୍ୟାଡ଼ାମ୍, ଆପଣଙ୍କୁ ବି ଦେଖେଇଲି ଲାଖରେ କେମିତି ଇନକମ୍ କରୁଛି। ତା ପାଖରେ ସଫିସିଏଣ୍ଟ ପଇସା ଅଛି, ଟାଇମ୍ ସଫିସିଏଣ୍ଟ ଅଛି, ତା ଏମ୍ପ୍ଲୟ ମାନେ କାମ କରୁଛନ୍ତି। କେଉଁମାନେ କାମ କରୁଛନ୍ତି ମ୍ୟାଡ଼ାମ୍? ତାର ଏମ୍ପ୍ଲୟ ମାନେ କାମ କରୁଛନ୍ତି। ମୋତେ କହିବେ ତା ପାଖରେ ଲାଇଫ୍ ଷ୍ଟାଇଲ୍ ହେଇପାରିବ ନା ହେଇପାରିବନି? ଆଜି ସେ ଲକ୍ଜରିୟସ୍ ଲାଇଫ୍ ଷ୍ଟାଇଲ୍ ମେଣ୍ଟେନାନ୍ସ କରିପାରୁଛି ନା କରିପାରୁନି? ନିହାତି ଭାବରେ କରିପାରୁଛି। ତାପରେ ଦେଖିବା ମ୍ୟାଡ଼ାମ୍ ସିକ୍ୟୁରିଟି, ମ୍ୟାଡ଼ାମ୍ ଏଇଟା ହେଉଛି ମୋଷ୍ଟ ଇମ୍ପୋର୍ଟାଣ୍ଟ। ମୋତେ କହିବେ ମ୍ୟାଡ଼ାମ୍ ସିକ୍ୟୁରିଟି ଆମେ କାହାକୁ କହିବା? ସିକ୍ୟୁରିଟି ମ୍ୟାଡ଼ାମ୍ ଆମେ ତାକୁ କହିବା ଯେଉଁଥିରେ ଆମେ କ'ଣ ଅଛି, ସେଇଟା ପରମାନେଣ୍ଟ। କ'ଣ ମ୍ୟାଡ଼ାମ୍? ପରମାନେଣ୍ଟ। ମୋତେ କହିବେ ମ୍ୟାଡ଼ାମ୍ ପରମାନେଣ୍ଟ ଯେଉଁ କହୁଛନ୍ତି ଆପଣ ସିକ୍ୟୁରିଟି ପରମାନେଣ୍ଟ, ତ ଦେଖନ୍ତୁ ମ୍ୟାଡ଼ାମ୍ ଗୋଟେ କହିବେ ଜବ୍, ସେଇଟା କ'ଣ ଆପଣଙ୍କର ପରମାନେଣ୍ଟ? ଆନ୍ସର୍ ଆସିବ ନା। ଆଜି ଦେଖନ୍ତୁ ବହୁତ ସାରା ଲୋକମାନଙ୍କର ଗୋଟେ ଡ୍ରିମ୍ ଥାଏ କି ଆମେ ଗଭର୍ଣ୍ଣମେଣ୍ଟ ଜବ୍ କରିବା, ସେଇଟା ପରମାନେଣ୍ଟ ଜବ୍। ମୋତେ କହିବେ ଗଭର୍ଣ୍ଣମେଣ୍ଟ ଜବ୍ ପରମାନେଣ୍ଟ ସିକ୍ୟୁରିଟି ଅଛି ଗଭର୍ଣ୍ଣମେଣ୍ଟ ଜବ୍ରେ, ସେଇଟା ମ୍ୟାଡ଼ାମ୍ କ'ଣ ଆପଣଙ୍କ ପରଠୁ ଆପଣ ଟ୍ରାନ୍ସଫର୍ ହେଇପାରିବ ଆପଣଙ୍କ ପୁଅକୁ? ହେଇପାରିବ? ହେଇପାରିବନି। ଆଜି ଦେଖନ୍ତୁ ସିକ୍ୟୁରିଟିଟା ମ୍ୟାଡ଼ାମ୍ ଦୁଇଟା ଇନକମ୍କୁ ନେଇକି ଆସେ, ଗୋଟେ ହେଉଛି କ'ଣ ମ୍ୟାଡ଼ାମ୍, ଆଜି ଆକ୍ଟିଭ୍ ଇନକମ୍, ଆଉ ହେଉଛି ଗୋଟେ ପ୍ୟାସିଭ୍ ଇନକମ୍। ଆକ୍ଟିଭ୍ ଇନକମ୍ କ'ଣ ମ୍ୟାଡ଼ାମ୍? କାମ କରୁଛନ୍ତି ପଇସା ଆସୁଛି, କାମ କରିବା ବନ୍ଦ ମାନେ ପଇସା ଆସିବ ବନ୍ଦ। ପାସିଭ୍ ଇନକମ୍ କାମ କରୁଛନ୍ତି ପଇସା ଆସୁଛି, କାମ କରିବା ବନ୍ଦ ମାନେ ପଇସା ଆସିବ ବନ୍ଦ। ପଇସା ଆସିବ, କାମ ନ କଲେ ତଥାପି ପଇସା ଆସିବ, ଠିକ୍ ଅଛି। ମୋତେ କହିବେ ଆକ୍ଟିଭ୍ ଇନକମ୍, ଆଜି ଦେଖନ୍ତୁ ଜବ୍କୁ, ଜଣେ ଯିଏ ଜବ୍କୁ ଯାଉଛି ତାର ପଇସା ଆସୁଛି, ଜବ୍କୁ ନାହିଁ ମାନେ ପଇସା ନାହିଁ। ତ ମୋତେ କହିବେ ଆଜି ଆପଣଙ୍କର ସିକ୍ୟୁରିଟି ଅଛି, ଯଦି ଆପଣ ଆଜି ଟିଚର୍ ଚାକିରି କରୁଛନ୍ତି, କାରଣ ସେଇଟା ଆପଣଙ୍କ ପାଖରେ ଆପଣ କେଉଁ ଟ୍ରାନ୍ସଫର୍ ହେଇପାରିବ? ଆପଣ ଆଜି 20 ବର୍ଷରୁ କାମ ଚାକିରି କରିକି ଆଜି 60 ବର୍ଷରେ ରିଟାୟାର୍ଡ଼ ହେଲେ, କ'ଣ ମ୍ୟାଡ଼ାମ୍ ସେଇଟା ଆପଣଙ୍କ ପୁଅକୁ ଟ୍ରାନ୍ସଫର୍ ହେଇପାରିବ? ଆପଣଙ୍କର ଆସିବ ଆନ୍ସର୍ ଆସିବ ନା। ଲାଭ କ'ଣ ମ୍ୟାଡ଼ାମ୍? ଯେଉଁଟା 40 ବର୍ଷ ପୁଅ ପାଇଁ କାମ କଲେ ସେଇଟା ଆପଣଙ୍କ ପୁଅକୁ ଟ୍ରାନ୍ସଫର୍ ହେଲାନି। ବୁଝିପାରିଲେ ନା ବୁଝିପାରିଲେନି? ତାପରେ ହେଉଛି ସିକ୍ୟୁରିଟି। ମୋତେ କହିବେ ଆଜି ଦୋକାନୀବାଲା, ତା ପାଖରେ ସିକ୍ୟୁରିଟି ଅଛି ମ୍ୟାଡ଼ାମ୍? ମୁଁ ଯଦି କହିବି ନା 50% ଅଛି, କେତେ ପରସେଣ୍ଟ? 50%। ମେ ବି ତା ପୁଅ ଚଲେଇ ପାରେ, ମେ ବି ନ ଚଲେଇ ପାରେ, ମୋର ତା ବାପା ତା ପାଇଁ କରିଦେଇଛି, ଓକେ। ତାଠୁ ତାର ନେକ୍ସଟ ଜେନେରେସନ୍କୁ ତାର ଟ୍ରାନ୍ସଫର୍ ହେଇପାରିବ, ଠିକ୍ ଅଛି। ସେକେଣ୍ଡ କଥା ଦେଖିବା, ଜଣେ ବିଜନେସମ୍ୟାନ୍, ଆଜି ଦେଖନ୍ତୁ ଆମାଜନ୍ ଫ୍ଲିପକାର୍ଟ ଅନର୍, ଜଣେ ପୁମା କମ୍ପାନୀ ଅନର୍, ସିକ୍ୟୁରିଟି ଅଛି ମ୍ୟାଡ଼ାମ୍? ସେଇଟା ତା ପାଖରୁ ତା ପୁଅକୁ ଟ୍ରାନ୍ସଫର୍ ହେଉଛି ନା ହେଉନି ମ୍ୟାଡ଼ାମ୍? ଦେଖିଛନ୍ତି କେତେବେଳେ ଗୋଟେ କୌଣସି ବିଜନେସମ୍ୟାନ୍ର ଲୋକ ଆଜି ପାଠ ପଢ଼ି ଚାକିରି କରିବାର? ଆନ୍ସର୍ ଆସିବ ନା। କାହିଁକି ନା ସେ ଚାହୁଁଛନ୍ତି କି ତା ବାପାର ଇନକମ୍କୁ ନେଇକି ତା ପୁଅକୁ ଟ୍ରାନ୍ସଫର୍ କରିବା ପାଇଁ। ଆଉ ଦେଖନ୍ତୁ ପୁମା କମ୍ପାନୀର ଅନର୍, ଲେଟ୍ ସପୋଜ୍ ଆଜି ପୁମା କମ୍ପାନୀର ଅନର୍ ମରିଗଲେ, ମ୍ୟାଡ଼ାମ୍ କ'ଣ ପୁମା କମ୍ପାନୀ ଜିନିଷ କିଣିବା ବନ୍ଦ କରିଦେବେ ନା? ପୁମା କମ୍ପାନୀରେ କାମ କରୁଥିବା ଏମ୍ପ୍ଲୟ କାମ